2016 ମସିହାରେ ଜଗତପୁର ଥାନା ଆଇଆଇସି ଗୋଟେ ସୋ ଗୋଟେ ଏଫଆଇଆର କରି 18, 19, 20 ଅନଲଫୁଲ ଆକ୍ଟିଭିଟିଜ ଆକ୍ଟ 124 ଇଣ୍ଡିଆନ ପେନାଲ ଆକ୍ଟ ଅନୁସାରେ ଥାନାରେ କେସ୍ ରୁଜୁ ହୋଇଥିଲା। ତାପରେ କେସ୍ କ୍ରାଇମବ୍ରାଞ୍ଚ ହ୍ୟାଣ୍ଡ ଓଭର ହୋଇଥିଲା। କ୍ରାଇମ ଇନଭେଷ୍ଟିଗେସନ କଲା ପରେ ଥାନାରେ ଚାର୍ଜସିଟ୍ ଦାଖଲ କରିଥିଲେ। ଦୀର୍ଘ 12 ବର୍ଷ ଧରି ତାର ମାମଲା ଚାଲିଲା ପରେ ଆଜି ଶେଷରେ କଟକ ଜିଲ୍ଲା ଦ୍ୱାରା ନିର୍ଦ୍ଦୋଷ ଖଲାସ କଲେ ପ୍ରମାଣ ଭାବରେ। 3ଟି ମାମଲା ଥିଲା। ପ୍ରଥମେ ତା ନାଁରେ ଏନ୍ଆଇଏ ଦିଲ୍ଲୀରୁ ଗୋଟେ କେସ୍ ହେଇଥିଲା ଦିଲ୍ଲୀରେ। ତାପରେ ହେଇଥିଲା କଟକରେ ଆଉ ଜାମଶେଦପୁରରେ ଅଲରେଡି ସେ ଖଲାସ ହେଇସାରିଥିଲା। ଆଜି କଟକରୁ ଖଲାସ ଆଉ ଦିଲ୍ଲୀ ମାମଲା 7 ବର୍ଷ ସଜା ହେଇଥିଲା, ଯାହାକି ଆଜି ବହୁତ ସରିଯାଇ ତାର 6 ଜଣ ସାକ୍ଷୀ କ୍ରାଇମ ମ୍ୟାନ୍ ଦେଇଥିଲେ। ସେ 6 ଜଣଙ୍କ ସାକ୍ଷୀ ଠିକ ଭାବରେ ପ୍ରମାଣ ଉପସ୍ଥାପନ ନ କରିପାରିବାରୁ ଆଜି ଖଲାସ ଥିଲା। ସେ ବେଲତୋରାରେ ମଦ୍ରାସା କରୁଥିଲେ, ପିଲାମାନଙ୍କୁ ରିକ୍ରୁଟମେଣ୍ଟ କରୁଥିଲେ, ଅଲକାଏଦା ପାଇଁ ରିକ୍ରୁଟମେଣ୍ଟ କରୁଥିଲେ। ଆଉ ତାଙ୍କର ଯୋଉ ସାଂସନ ଦରକାର ୟୁଏପି ଆକ୍ଟ ଅନୁସାରେ ସାଂସନ ମଧ୍ୟ ନଥିଲା ପ୍ରମାଣ ଅଭାବ।